ଜାନୁଆରୀ 27 ତାରିଖରେ ହେବାକୁ ଥିବା ମା ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରୁ ଆସିଥିବା ସେବାୟତ ଓ ଅଧିକାରୀ ଗଜପତି ଜିଲ୍ଲାରେ ଥିବା ରାମଗିରିର ମା କୁରେଇଶୁଣୀ ମନ୍ଦିର, ଚନ୍ଦ୍ରଗିରିର ଜଗନ୍ନାଥ ମନ୍ଦିର ଆର୍ ଉଦୟଗିରିର ଲୁହାଖମ୍ବ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପିଡବ୍ଲ୍ୟୁଡିଆଇବିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଦୁଳୟ ଚନ୍ଦ୍ର ରୟ, କୃଷ୍ଣ ରୟ ଓ ଶିଶିର ରୟ ତିନି ସେବାୟତଙ୍କ ସମେତ ନୋଡାଲ ଅଫିସର ବିଚିତ୍ରାନନ୍ଦ ଆଚାର୍ଯ୍ୟ ତିନି ସେବାୟତ ଓ ନୋଡାଲ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ କଳାକାର ସମବେତ ଜନତାଙ୍କ ମାଧ୍ୟମରେ ସମସ୍ତ ସେବାୟତଙ୍କୁ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ କରାଯାଇଥିଲା। ଆମମାନଙ୍କ ପାଖକୁ ଆମନ୍ତ୍ରିତ କରିବା ପାଇଁ ଆସିଥିବା ସମଲେଇ ମନ୍ଦିର ପୂଜକବୃନ୍ଦ ଏବଂ ସଂଶ୍ଳିଷ୍ଟ ଅଧିକାରୀ ମହୋଦୟ ଶ୍ରୀଯୁକ୍ତ ଆଚାର୍ଯ୍ୟ ଏଠାରେ ଉପସ୍ଥିତ ଥିବା ଆମର ସିଡିଓ ଶ୍ରୀଯୁକ୍ତ ନାୟକ ବାବୁ, କଲଚର ଅଫିସର ଅର୍ଚ୍ଚନା ମ୍ୟାଡାମ ଏବଂ ଶ୍ରୀ ଜଗନ୍ନାଥଙ୍କର ପରିକ୍ରମା ତା ସହିତ ବିଭିନ୍ନ ଯେଉଁ ଶକ୍ତିପୀଠ ଅଛି ଯେମିତି ଆମର ସମଲେଇ ମନ୍ଦିର ପ୍ରୋଜେକ୍ଟ, ବିରଜା ମନ୍ଦିର ପ୍ରୋଜେକ୍ଟ ବା ଚଣ୍ଡୀ ମନ୍ଦିର, କଟକ ଚଣ୍ଡୀ ବିଭିନ୍ନ ଜଗନ୍ନାଥ ସଂସ୍କୃତିର ମୁଖ୍ୟ ସ୍ରୋତରେ ବିଭିନ୍ନ ଯେଉଁ ଶକ୍ତି ପୀଠ ଜଡ଼ିତ ହେଲେ ଏହା ନିଶ୍ଚିତ ଭାବରେ ସବୁ ଦେବାଦେବୀଙ୍କର ଆଶୀର୍ବାଦ ରହିବ। ବ୍ୟୁରୋ ରିପୋର୍ଟ, ବିପ୍ଳବୀ ପରିକ୍ରମା।